ମା। ଆଜି ଆମେ ଆଲୋଚନା କରିବା ଚିରନ୍ତନ ବହିର ପୃଷ୍ଠା 245। କର୍ମ କଲା ବେଳେ ଏକାଗ୍ର ହୁଅ। କର୍ମ କଲା ବେଳେ ଏକାଗ୍ର ହୁଅ। ଆମେ ୟା ପୂର୍ବ ଆଲୋଚନା ଯୋଉଟା ଥିଲା 244 ପେଜର ଚିନ୍ତା ସବୁ ଦାନା ବାନ୍ଧି ଏକ ସୁନିର୍ଦ୍ଦିଷ୍ଟ ରୂପ ନେଉ, ତାର ସାରାଂଶ ଆମେ ଦେଖିଲେ। ମା ଯୋଉ ଲେଖିଛନ୍ତି ଆମକୁ ଜଣେଇଦେବା ପାଇଁ ଯେ କର୍ମ କଣ ପାଇଁ ଦରକାର ହୁଏ, କାହିଁକିନା ଆମେ ତ କାମ କରନ୍ତି ସେତେବେଳେ ମାନସିକ ଶକ୍ତିକୁ ଏକ ସୁନିର୍ଦ୍ଦିଷ୍ଟ ଗଠନ ଆଉ ଆକୃତି ମିଳେ। ଏବଂ ଆମେ ଯାହା ଶିକ୍ଷା କରୁଛୁ, ଯାହା ପଢୁଛୁ, ତାକୁ ଯଦି କାର୍ଯ୍ୟରେ ବ୍ୟବହାର ନ କରୁଛୁ, ମା ଲେଖୁଛନ୍ତି ତୁମେ ଯଦି ତାକୁ ସେଗୁଡ଼ିକୁ କାର୍ଯ୍ୟରେ ବ୍ୟବହାର ନ କର କିମ୍ବା ଆହୁରି ଅଧିକ ଗଭୀର ଭାବେ ନ କର, ତାମାନେ ଖାଲି ବ୍ୟବହାର କରିବନି, ତାକୁ ତାକୁ ଯେମିତି ଆମେ କହନ୍ତି ରିସର୍ଚ୍ଚ କଲା ଭଳି ଯେତେବେଳେ କାମରେ ତାକୁ ପ୍ରୟୋଗ କରି ସେଥିରୁ ଶିଖିବା ଏବଂ କଣ ଦରକାର ତାକୁ ବଦଳେଇବା, ଏସବୁ ଜିନିଷ ଯଦି ଆମେ ନ କରୁଛନ୍ତି ତାହେଲେ ମା ଲେଖୁଛନ୍ତି ଅତି କମରେ ଅର୍ଧେକ ଭାଗ ତମେ ଭୁଲିଯିବ। ଏମିତି ବି ହେଇପାରେ ତୁମ ମୁଣ୍ଡରୁ ସେଗୁଡ଼ିକ ଉଭେଇଯିବ। ତାପରେ ଆଉ ଗୋଟେ କଥା ଆମେ ଦେଖିଥିଲେ ଯେ କହିଲେ ସବୁ ସର୍ବସାଧାରଣ ଦୃଷ୍ଟିକୋଣରୁ ହଉ ବୌଦ୍ଧିକ ଦୃଷ୍ଟିକୋଣରୁ ହଉ ଆମେ ଜାଣିବା ଉଚିତ ଯେ ଏକାଗ୍ରତା ଆଉ ମନୋଯୋଗିତା ଅର୍ଜନ କରିବାର କ୍ଷମତା ଆମକୁ ଗୋଟେ ନିହାତି ଆବଶ୍ୟକ। ସେଥିପାଇଁ ମା ଲେଖୁଛନ୍ତି ଏ ଦିଗରେ ତୁମେ ଅବଶ୍ୟ ଚେଷ୍ଟା କରିବ ଓ ଏହି କ୍ଷମତାର ବିକାଶ ଅବଶ୍ୟ କରିବ। ଇଏ ଥିଲା। ତାପରେ କହିଲେ ଯେ ତୁମର ଯୋଉ ଶାରୀରିକ କର୍ମ କରୁଛ, ଶାରୀରିକ କର୍ମ ନିହାତି କରିବ। ଶାରୀରିକ କର୍ମ ପାଇଁ ସଂକଳ୍ପ ଶକ୍ତିର ବିନିଯୋଗ ନିଶ୍ଚିତ ଭାବେ କରିବ। ଶେଷରେ ଯୋଉଟା ଥିଲା, ଯଦି ତୁମର ଏକାଗ୍ରତା ଓ ସଂକଳ୍ପ এই ଉଭୟ ଶକ୍ତି ରହିଛି ତେବେ ତୁମେ ଖୁବ ପ୍ରତିଭାଶାଳୀ ହୋଇପାରିବ, ତୁମର କେହି ପ୍ରତିରୋଧ କରିପାରିବେ ନାହିଁ। ତେଣୁ ଇଏ ଏତିକି ହେଲା ଚିନ୍ତାର ଆମର ଯୋଉ ବ୍ୟବହାର, ଚିନ୍ତାକୁ କେମିତି ରୂପ ଦେବା ଏବଂ କର୍ମର ଉପଯୋଗିତା କଣ ଥିଲା। ତେଣୁ ତା ପରଟା ଆଜି ଯୋଉ ଆଲୋଚନା ରହିଛି କର୍ମ କଲା ବେଳେ ଏକାଗ୍ର ହୁଅ। ମା ଲେଖୁଛନ୍ତି ଯେତେବେଳେ ତୁମେ କୌଣସି କର୍ମ କରୁଛ, ଯଦି ତୁମର ଏକାଗ୍ର ହେବାର ସାମର୍ଥ୍ୟ ଥାଏ ତେବେ ତୁମେ ସେହି କାମଟିକୁ 10 ମିନିଟରେ କରିପାରିବ, ଯାହା ତୁମକୁ ଅନ୍ୟଥା ଘଣ୍ଟାଏ ଲାଗିଥାନ୍ତା। ଯଦି ସମୟ ବଞ୍ଚାଇବାକୁ ଚାହଁ ତେବେ କାମ କଲାବେଳେ ଏକାଗ୍ର ହୋଇ କାମଟି କରିବାକୁ ଶିକ୍ଷା କର। କେବଳ ମନୋଯୋଗ ଦେଇ କାମ କଲେ ତୁମେ କାମଟି ଖୁବ୍ ଶୀଘ୍ର ସମାପନ କରିପାରିବ ଏବଂ ତା ସଙ୍ଗେ ସଙ୍ଗେ କାମଟିକୁ ଅଧିକ ଭଲ ଭାବେ ମଧ୍ୟ ସମ୍ପନ୍ନ କରିପାରିବ। ଧର ତୁମକୁ କିଛି ଗୋଟାଏ ଲେଖିବା ପାଇଁ ଦିଆଯାଇଛି ଏବଂ ଏହା ଅଧଘଣ୍ଟାଏ ସମୟ ନେବା କଥା। ଅବଶ୍ୟ ମୁଁ କହୁନାହିଁ ଯେ ତୁମକୁ ଅଧଘଣ୍ଟାଏ ଧରି ଲେଖିବାକୁ ହେବ, କିନ୍ତୁ ସେତେବେଳେ ଯଦି ତୁମର ମୁଣ୍ଡ ଚିନ୍ତା କରିବାକୁ ଲାଗିଲା, ତୁମର ମନ ଏଣେ ତେଣେ ଧାଇଁଲା, ତୁମେ ଯଦି ଉପସ୍ଥିତ ବିଷୟଟି ଉପରେ ଚିନ୍ତା କରିବା ସଙ୍ଗେ ସଙ୍ଗେ ତୁମେ ଆଗରୁ କଣ ସବୁ କରିଥିଲେ ଏବଂ ପରେ କଣ ସବୁ କରିବ ଏବଂ ତା ସହିତ ପୁଣି ଅନ୍ୟ ସବୁ ବିଷୟ ଗୁଡ଼ିକ ଉପରେ ଚିନ୍ତା କରିବାକୁ ଆରମ୍ଭ କରିଦେବ, ତେବେ ତୁମେ ଅଧଘଣ୍ଟାଏ ଭିତରେ ଲେଖିବାକୁ ଥିବା ବିଷୟଟି ଲେଖିବା ଲାଗି 3 ଗୁଣ ସମୟ ନେବ। ଯେତେବେଳେ ତୁମକୁ ବହୁତ ବହୁତ କାର୍ଯ୍ୟ କରିବାକୁ ପଡ଼େ ସେତେବେଳେ ତୁମେ ଯାହା ସବୁ କରୁଛ ତା ଉପରେ ବହୁତ ବହୁତ ଏକାଗ୍ର ହୋଇ କାମ କରିବାକୁ ପଡ଼ିବ। ତୁମର ଉପସ୍ଥିତ କର୍ମଟି ଉପରେ ଗଭୀର ଏକାଗ୍ରତା ଓ ମନୋନିବେଶ ସହିତ କରିବାକୁ ହେବ। ତାହେଲେ ଯାଇ ତୁମେ ଗୋଟିଏ କାମକୁ 10 ମିନିଟରେ କରିଦେବ, ଯାହା ତୁମକୁ ଘଣ୍ଟାଏ ଲାଗନ୍ତା। କର୍ମ କଲା ବେଳେ ଏକାଗ୍ର ହୁଅ। ତେଣୁ ମା ଯୋଉ କଥା ଗୁଡ଼ିକ କହୁଛନ୍ତି ତାକୁ ଆମେ ଟିକେ ଆଲୋଚନା କରିବା। ଆମର ସଂସାରରେ ଯେତେବେଳେ ଗୋଟିଏ ଜୀବଟିଏ ଜନ୍ମଗ୍ରହଣ କରୁଛି, ତାର ସ୍ଥିତି ପାଇଁ, ତାର ବଞ୍ଚିବା ପାଇଁ ତାକୁ କର୍ମ କରିବା ନିହାତି ଆବଶ୍ୟକ। ଏଇଟା ହଉଛି ଗୋଟେ ଅବଧାର୍ଯ୍ୟ। ଆଉ ଏଥିରେ କିଛି ତମେ କହିପାରିବନି ବିକଳ୍ପ କିଛି ଅଛି। ଆରେ କିଛି ନହେଲେ ତ ନିଜେ ଖାଇବ ତ। ହୁଏତ ହୁଏତ ଖାଇବା ସଂଗ୍ରହ କରିବା ପାଇଁ
ସିଏ ଚେଷ୍ଟା ନ କରିପାରେ, ଅଳସୁଆମି କରିପାରେ। ଓକେ, କିନ୍ତୁ ନିଜେ ଖାଇବ ତ, ନିଜେ ଯଦି ନ ଖାଇବ ତାହେଲେ ତ ସିଏ ମରିବ। କାହିଁକିନା ଠିକ ଅଛି, ତମେ କହିବ ଚୋବେଇବା କଥା କୁହାଉନି, ଏଠି ଖାଇବା କଥା କୁହାଉଛି, ଖାଇକି ଗିଳିବା ଟୋଟାଲ ପ୍ରକ୍ରିୟାଟାକୁ। ଓକେ, ମୁଁ ଖାଦ୍ୟ ଗ୍ରହଣ କରିବାକୁ ନ ଯାଇପାରେ, କିମ୍ବା କାମ କରିକି ପଇସା ରୋଜଗାର କରି ନପାରେ, କିମ୍ବା ଗୋଟିଏ ଜୀବଟିଏ ସିଏ ତାରି ପାଖରେ ଥିବା ତ ଖାଦ୍ୟ ଯାହା ବି ହଉ ତାକୁ ତ ଖାଇବ, କିଛି ନହେଲେ ବସିବ ତ, କିଛି ନହେଲେ ଆଖି ତ ଖୋଲିବ। ତେଣୁ କର୍ମ ସେ ନିହାତି କରିବ। କିନ୍ତୁ ପ୍ରଶ୍ନ ଉଠିଲା, ଯଦି ମୁଁ ଜନ୍ମଗ୍ରହଣ କରିଛି ଏବଂ ମୋତେ ବଞ୍ଚିବାକୁ ପଡ଼ିବ, ତେଣୁ କାମ ବି କରିବାକୁ ପଡ଼ିବ, ବଞ୍ଚିବାକୁ ହେଲେ କାମ କରିବାକୁ ପଡ଼ିବ। କାମ ଯଦି କରିବାକୁ ପଡ଼ିବ ତାହେଲେ ଆପଣ ସେଠି ଦେଖିବେ, ବର୍ତ୍ତମାନ ଆମେ ପଶୁ ପକ୍ଷୀଙ୍କ ଭିତରୁ ବି ଦେଖନ୍ତୁ, ପଶୁ ପକ୍ଷୀ ଭିତରେ ତାକୁ କୁହାଯାଏ ଷ୍ଟ୍ରଗଲ ଫର ଏକ୍ଜିଷ୍ଟେନ୍ସ। ଯଦି ଯିଏ ଯେତେ ସୁଚାରୁ ରୂପେ ତାର କାର୍ଯ୍ୟଟି ହାସଲ କରିପାରିଲା, ତାହେଲେ ତାର ସ୍ଥିତି ଅଛି। ନହେଲେ ଅନ୍ୟମାନଙ୍କ ଦ୍ୱାରା ସିଏ ଦଳିତ ହେଇଯିବ, ନିଷ୍ପେଷିତ ହେଇଯିବ, ତାର ସ୍ଥିତି କମି କମିଯିବ। ତାପରେ ହୁଏତ ଏମିତି ବି ସମୟ ହେଇପାରେ ସିଏ ଗୋଟେ ଗୋଟେ ସମାଜରୁ ବହିଷ୍କୃତ ହେଇଯାଏ। ଜଙ୍ଗଲରେ ବେଳେ ବେଳେ କହନ୍ତି, ଆମେ ଜାଣିଛନ୍ତି ଯେ ମାଙ୍କଡ ଦଳ ଭିତରେ କୁଆଡେ ଯିଏ ମୁରବୀ ମାଙ୍କଡ ଯିଏ, ତାକୁ ଆମର ମାନେ ବୃଦ୍ଧ, ପୁରା ବୃଦ୍ଧ ଗୋଟେ ପୁରୁଷ ମାଙ୍କଡ, ସିଏ କୁଆଡେ ଆଉ କାହାକୁ ରଖେଇ ଦିଏ ନାହିଁ କୌଣସି କାରଣରୁ। ଯଦି କାହାର ପିଲାଟିଏ ଜନ୍ମ ହେଲା ବେଳେ ପୁରୁଷ ମାଙ୍କଡଟିଏ ଜନ୍ମ ହେଲା, ତାହେଲେ ସେ ତାକୁ ମାରିଦିଏ। କାହିଁକି ନା ସିଏ ଭାବେ ସିଏ ମୋର ହଉଛି କମ୍ପିଟାଣ୍ଟ, ତେଣୁ ସେ ତାକୁ ମାରିଦିଏ। ତାର ବଳ ଅଛି, ତାର ସାମର୍ଥ୍ୟ ଅଛି, ତେଣୁ ସିଏ କଣ କରେ, ଜାହିର କରିବା ପାଇଁ କାର୍ଯ୍ୟ କରେ। କିନ୍ତୁ ଆପଣ ଦେଖିବେ ଶିକାର କଲା ବେଳେ 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 ଏସବୁ ଏବେ ଯାହା ହଉ, ଆପଣ ଡିସ୍କଭରି ଚ୍ୟାନେଲ ଦେଖନ୍ତୁ ବା ଆନିମାଲ ପ୍ଲାନେଟରେ ଦେଖିବେ, ସେତେବେଳେ ହିଂସ୍ର ଜନ୍ତୁ ମାନେ ମଧ୍ୟ ଯେତେବେଳେ ଗ୍ରୁପ ହେଇକି ବି ଗୋଟାକୁ ଆଟାକ କରୁଛନ୍ତି, ସିଏ ମଧ୍ୟ ଲଢେଇ କରି ତାଙ୍କ ଠାରୁ ବଞ୍ଚି ଯାଉଛି ଏବଂ ଦରକାର ପଡ଼ିଲେ ସେ ହିଂସ୍ର ଜନ୍ତୁ ମାନଙ୍କ ଭିତରୁ ମାରି ବି ଦଉଛନ୍ତି ସେମାନେ। ତେଣୁ ତମେ କେତେ କୌଶଳରେ ନିଜର ସାମର୍ଥ୍ୟକୁ ତମେ ବ୍ୟବହାର କରୁଛ, ତାହା ନିହାତି ଦରକାର। ବର୍ତ୍ତମାନ ଆମେ ମଣିଷ କଥା ଆସିବା। ମଣିଷ ଯେତେବେଳେ ଜନ୍ମଗ୍ରହଣ କଲା, ତାକୁ ମନଟିଏ ଦିଆହେଲା, ଏବଂ ଦେଖନ୍ତୁ ସେଇ ମନଟିଏ ସିଏ ପାଇଛି ବୋଲି ସିଏ ପଶୁ ସଦୃଶ ଯେତେବେଳେ ବଞ୍ଚିଥିଲା, ତାପରେ ସେଇଥିରୁ ସିଏ ବର୍ତ୍ତମାନ ଆସି ଏକ ବହିପତ୍ର ବାହାର କରି, ଗୋଟେ ସମାଜ କରି, ଘର ଦ୍ୱାର କରି, ଏରୋପ୍ଲେନ ଭଳିଆ, ମାନେ ଏରୋପ୍ଲେନ ବି କରିଛି, ଚଢେଇ ଭଳିଆ ଉଡୁଛି, ମାଛ ଭଳିଆ ପାଣି ଭିତରେ ଯାଉଛି, ବୁଡା ଖାଲି ଜାହାଜ ନୁହଁ, ଡଙ୍ଗା ଜାହାଜ ଖାଲି ନୁହଁ, ବୁଡା ଜାହାଜ ବି କରିଛି। ତେଣୁ ଏ ସବୁ ଜିନିଷ ସେ ଯୋଉ କରିଛି, ତାର ମନକୁ ବ୍ୟବହାର କରିଛି। ବର୍ତ୍ତମାନ ପୁଣି ଆସିବା କର୍ମ ଉପରକୁ। ଯେତେବେଳେ ମନକୁ ସେ ବ୍ୟବହାର କରିକି କାମ କରୁଛି, ତାହେଲେ କାମ ଭିତରେ ଆପଣ ଫରକ ଦେଖିବେ ଯେ ଜଣେ ଯେତେବେଳେ କାମ କରୁଛି, ଗୋଟିଏ କାମକୁ ଗୋଟିଏ ଲୋକ, ଆମେ ପାଠ ପଢିବା କଥା କୁହନ୍ତୁ ବା କାମ କରିବା କଥା କୁହନ୍ତୁ, ଏକା କଥା। ପାଠ ପଢିବା କଥାରେ ଆମେ ପ୍ରାୟତଃ ଦେଖିଛୁ ଯେ ଏକା କ୍ଲାସରେ ସହପାଠୀ ମାନେ ସବୁ ଥାନ୍ତି ନା, ଜଣେ ସେଇ ପାଠଟିକୁ ଅଧଘଣ୍ଟା ଭିତରେ ପଢି ସାରିଦିଏ, କିନ୍ତୁ ଆଉ ଜଣ ଜଣଙ୍କର ସେଇ ପାଠଟିକୁ ସିଏ ଘୋଷି ପଢି କରି 3 ଘଣ୍ଟା 4 ଘଣ୍ଟା ଲାଗିଲେ ରେଜଲ୍ଟ ଦି ଜଣଙ୍କର ସମାନ ହୁଏ। ସେତେବେଳେ ଆମେ ତାକୁ କହୁ କଣ ନା, ତାର ଆଇକ୍ୟୁ ଅଧିକ, ତାର ଇକ୍ୟୁ ଅଧିକ, ସବୁ ଏମିତି ଆମେ କହୁ। ପ୍ରକୃତରେ ସେ ଆଇକ୍ୟୁ ଇକ୍ୟୁ ଏସବୁ ଗୁଡାକ ଯୋଉଟା କୁହାଯାଏ, ତାହା କାହା ଉପରେ ଡିପେଣ୍ଡ କରେ, ସେଇ କଥାଟି ଏଠି କୁହାଯାଉଛି। ଜଣେ ଯେତେବେଳେ କାମ କରେ, ଆପଣ ଦେଖିବେ ଆମ ଚତୁଃପାର୍ଶ୍ଵରେ ସବୁ ଲୋକ ଦେଖିଥିବେ, କେହି କେହି ଲୋକ ଥାନ୍ତି, ମନେକର ବଢେଇଟିଏ, ସିଏ କାଲି ବି ସେମିତି କରତରେ କାଟି କୁଟିକିରି ବଢେଇ କରୁଥିଲା, ଯେତିକି ରୋଜଗାର କରୁଥିଲା ଆଜି ବି ସେତିକି କରୁଛି, ଯଦିଓ ଟେକ୍ନୋଲୋଜି ଡେଭଲପ କରିଗଲାଣି। କିନ୍ତୁ ଆଉ ଜଣେ, ସିଏ କଣ କରୁଛି, ସେଇ ଟେକ୍ନୋଲୋଜି, ସିଏ ବି ସେଇ ବଢେଇଟିଏ, କିନ୍ତୁ ସେ ତାର ସୃଜନଶୀଳତାକୁ ବ୍ୟବହାର କରୁଛି, ଟେକ୍ନୋଲୋଜିକୁ ବ୍ୟବହାର କଲା। ତେଣୁ ସିଏ କଣ କରୁଛି, ନୂଆ ନୂଆ ପ୍ରଡକ୍ଟ ବାହାର କରୁଛି, କମ ସମୟରେ ଅଧିକ କାମ ବାହାର କରିଦଉଛି, ଏବଂ ଏତେ ସୁନ୍ଦର ଦେଖାଯାଉଛି, ଯଦ୍ୱାରା ତାର
ଅଳ୍ପ ସମୟ ଭିତରେ ସେ ଅନେକ ନୂତନ ନୂତନ ବସ୍ତୁ ତିଆରି କରିଦଉଛି। ତା ଫଳରେ ସେଟା ଅଧିକ ବିକ୍ରି ହଉଛି, ତାର ଅଧିକ ରୋଜଗାର ହଉଛି। ତାମାନେ କାମଟା ସମାନ ହେଇପାରେ, କିନ୍ତୁ କିଏ କେତେ କୌଶଳ ବ୍ୟବହାର କରୁଛି, କିଏ କେତେ ସୃଜନଶୀଳତା ତା ଭିତରେ ବ୍ୟବହାର କରୁଛି। ଏବଂ ଯୋଉ ପିଲାମାନଙ୍କୁ ନେଇକିରି, ଯୋଉ ଲୋକମାନଙ୍କୁ ନେଇକି ସେ କାମ କରୁଛି, ତା ପ୍ରତି ତାଙ୍କର ବ୍ୟବହାର କୋଉ ଭଳିଆ ଅଛି, ସିଏ ତାଙ୍କୁ ଶିଖେଇକୁଛି ନାହିଁ, ଇତ୍ୟାଦି ଇତ୍ୟାଦି କଥା ଉପରେ ଡିପେଣ୍ଡ କରୁଛି ତାଙ୍କର ପ୍ରଡକ୍ଟ ଉପରେ। ତେଣୁ ଆମେ ଯିଏ କାମ କରୁଛନ୍ତି, ଆମ ଭିତରେ ବି ସେମିତି କିଏ ରହିଛି ନା। ଆମ ଭିତରେ ଯିଏ କାମ କରୁଛି, ତମେ ତାକୁ ଭିନ୍ନ ଭିନ୍ନ ନାଁ ଦେଇପାର। କେତେବେଳେ ତାକୁ କୁହ ଯେ ଏଇଟା ନଲେଜ ଅଛି, ଇନଫର୍ମେସନ ଆ ପାଖରେ ବହୁତ ଗୁଡେ ଅଛି, ଆଇକ୍ୟୁ ଅଛି, ଇକ୍ୟୁ ଅଛି। ଏ ସବୁ ଠିକ, କିନ୍ତୁ ଡିପେଣ୍ଡ କରେ ସେଇ ଯୋଉ ଗୁଡାକ କାହାକୁ ନେଇକି ଡିପେଣ୍ଡ କରେ, କୋଉଟା ନେଲେ ଡେଭଲପ କରିବ। ସେଇ ଏକା କାମକୁ ପାଠ ପଢାକୁ ସେ ଅଧଘଣ୍ଟାରେ ସାରୁଛି, ସେଇ ପାଠ ପଢାଟାକୁ ସେ 3 ଘଣ୍ଟା ଲାଗୁଛି। ତେଣୁ ସେଇ ଭଳିଆ ସେଇ ଗୋଟାଏ କାମକୁ, ଏକା କାମକୁ ଜଣେ ତାକୁ ଆମେ ତାକୁ କହୁ ବଳଦିଆ ମେଥଡ। ବଳଦିଆ ମେଥଡ କରିକି 3 ଘଣ୍ଟା ନଉଛି, ଆଉ ଜଣେ ସେଇ କାମଟିକୁ ଅଧଘଣ୍ଟା ଭିତରେ ସାରି ଦଉଛି। କାହିଁକି? ଇଏ ଡିପେଣ୍ଡ କରେ ସେଇଟା ଏକାଗ୍ରତା ସାମର୍ଥ୍ୟ ଉପରେ। ଆମର ସେଇ କାର୍ଯ୍ୟ ଉପରେ ଏକାଗ୍ର ହବାର ସାମର୍ଥ୍ୟ କେତେ ରହିଛି, ଏକାଗ୍ର ହେବାର ସାମର୍ଥ୍ୟ ଉପରେ ଡିପେଣ୍ଡ କରେ। ଏକାଗ୍ର ତୁମେ ଯେତେ ଅଧିକ ହବ, ଏବଂ ତା ପୂର୍ବରୁ ଆଉ ଗୋଟେ କଥା ମନେ ରଖିବା, ତୁମର ଲକ୍ଷ୍ୟ ଯଦି ଉଚ୍ଚ ଥିବ, ଏଇଟା ସବୁବେଳେ ସେଟା କହିବା ଦରକାର ନାହିଁ, ଆମେ ମନେ ରଖିବା ଯେ ସବୁ ସମୟରେ ଆମର ଲକ୍ଷ୍ୟ ଯେତେ ଉଚ୍ଚ, ଯେତେ ଚିନ୍ତା କରୁ, ଯେତେ ଆଦର୍ଶ ଯୁକ୍ତ, ଯେତେ ଉଚ୍ଚତା ସମ୍ପନ୍ନ ହବ, ସେତିକି ସେତିକି ଆମର କାମ ଉପରେ ପ୍ରଭାବ ପଡିବ। ଆମର ଏକାଗ୍ର ହବାର ପ୍ରଭାବ ପଡିବ, ଆମର ବିଶ୍ୱାସ ଉପରେ ପ୍ରଭାବ ପଡିବ, ଆମର ନିର୍ଭରତା ଉପରେ ପ୍ରଭାବ ପଡିବ, ଆମର ସ୍ଥୂଳ କର୍ମ କରିବାର ଯୋଉ ଶରୀର ଅଙ୍ଗ ରହିଛି ତାର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଭାବ ପକେଇବ। ତମର ଲକ୍ଷ୍ୟ କେତେ ଉଚ୍ଚ ଅଛି। ତମର ଲକ୍ଷ୍ୟ ଯଦି ଉଚ୍ଚ ନଥିବ, ତମେ ମାର ତାଳି ଉଠା ଥାଳି କରିବ। ଯଦି ମାର ତାଳି ଉଠା ଥାଳି କଲ, ତାହେଲେ ତମେ ଏକାଗ୍ରତା ସେଠି କାହିଁକି ଦବ? ତମର ଏଫିସିଏଣ୍ଟ ବି ସେଠି କାହିଁକି ଦବ? ଯଦି ତମେ ସେଠି ଏଫିସିଏଣ୍ଟ ତମର ସବୁ ସାମର୍ଥ୍ୟ ନ ଦେଲ, ତାହେଲେ ଚତୁଃପାର୍ଶ୍ଵରେ ଯୋଉ ଲୋକ ଅଛନ୍ତି, ଚତୁଃପାର୍ଶ୍ଵ ଯୋଉ ପରିସ୍ଥିତି ପରିବେଶ ଯୋଉ କ୍ରିଏଟ କରୁଛନ୍ତି, ଯୋଉ ଶକ୍ତି ମାନେ ଅଛନ୍ତି, ସେମାନେ ତମକୁ ବି ମାପି ନେଇଗଲେ ଯେ ତମର ସାମର୍ଥ୍ୟ ଏତିକି। ତେଣୁ ତମକୁ ସେଇ ଅନୁସାରେ ବ୍ୟବହାର କରିବେ। ତେଣୁ ତମେ ମାର ତାଳି ଉଠା ଥାଳି ଯଦି କଲ, ତାହେଲେ ତମେ ନିଜେ ଲସ ରେ ପଡିବ। ତେଣୁ ସେଇଥିପାଇଁ ପ୍ରାୟ ସମୟରେ ପିଲାମାନଙ୍କୁ ଆମେ ଯେତେବେଳେ କଥା ହଉ ବା କାହା ସହିତ ଆମେ କଥା ହଉ, ଗୋଟେ କଥା ଆମେ ମନେ ରଖିବା, ଦୋଜ ହୁ ଆର୍ ସିନସିୟର, ଦେ ଆର୍ ଅଲୱେଜ ସିନସିୟର ଆଣ୍ଡ ଇନ୍ ଏଭ୍ରିଥିଙ୍ଗ ସିନସିୟର। ଆଉ ଯିଏ କହିବ ମୁଁ ପାଠ ବେଳେ ସିନସିୟର, ଅନ୍ୟ ସବୁଥିରେ ଇନସିନସିୟର, ଦ୍ୟାଟ ଇଜ ରଙ୍ଗ କନସେପ୍ଟ। ଯିଏ ପାଠରେ ସିନସିୟର ଥବ, ତାର କାମରେ ବି ସେ ସିନସିୟର ରହିବ। ତେଣୁ ଲକ୍ଷ୍ୟ ଉଚ୍ଚ ରହିଲେ ଆମର ସବୁ ଗୁଡା କିନ୍ତୁ ପ୍ରଭାବ ପଡିବ। ତେଣୁ ତାପରେ ଏଠି ରହିଲା, ଯେତେ ଲକ୍ଷ୍ୟ ଉଚ୍ଚ ରହିଲା, ତାକୁ ପ୍ରାପ୍ତ କରିବା ପାଇଁ ମୋର ଏକାଗ୍ର ହେବାର ସାମର୍ଥ୍ୟ ନିହାତି ଦରକାର। ସେଥିପାଇଁ ମା ଲେଖୁଛନ୍ତି, ଯଦି ତୁମର ଏକାଗ୍ର ହେବାର ସାମର୍ଥ୍ୟ ଥାଏ, ତେବେ ତୁମେ ସେଇ କାମଟିକୁ 10 ମିନିଟରେ କରିପାରିବ, ଯାହା ତୁମକୁ ଘଣ୍ଟାଏ ଲାଗିଥାନ୍ତା। କେମିତି ହୁଏ ଦେଖନ୍ତୁ, ଆପଣ ନର୍ମାଲ ପ୍ରୋସେସରେ କରି କରି ଗଲେ ତାହା ଘଣ୍ଟାଟେ ଲାଗିବ। କିନ୍ତୁ ନର୍ମାଲ ପ୍ରୋସେସରେ ଆମେ ଯେତେବେଳେ କରୁ, ନର୍ମାଲ ପ୍ରୋସେସ ମାନେ କଣ? ମାନେ କଣ? ତାର ଗୋଟେ ଧାରା ରହିଛି, ତ କାମ କରିବାର ଧାରା ଗୋଟେ ରହିଛି। ଓକେ। କିନ୍ତୁ ଖାଲି ହାଣିବା କଥା ହଉ, ଧରାଯାଉ ମୁଁ ମାଟି ହାଣୁଛି, ଓକେ, ଗଛ ଲଗେଇବା ପାଇଁ ମାଟି ହାଣି, ସମସ୍ତେ କୋଦାଳ ଧରନ୍ତି, ଏମିତି ହାଣି ହାଣିକା ଯାଆନ୍ତି। ଓକେ। କଣ ସେମିତି ସମସ୍ତେ ହାଣନ୍ତି? କେତେ ଏ କୋଦାଳର ଧାର କେତେ ରହିଛି, କୋଦାଳଟାକୁ କେମିତି ହାଣିଲେ, ମାଟିଟା କେମିତି ଉଠେଇକି ପକେଇଲେ ମାଟିଟା ଶୀଘ୍ର ଶୀଘ୍ର ହାଣି ହବ। ଦେଖନ୍ତୁ, ଜଣେ ଯେତେବେଳେ ଏକାଗ୍ର ସାମର୍ଥ୍ୟ ତାର ଥାଏ, ସିଏ ସେଇଗୁଡ଼ିକ ଜିନିଷ ତା ଆଖି ଆଗରେ ଦେଖାଯାଏ। ଯଦି ଏକାଗ୍ର ହବାର ସାମର୍ଥ୍ୟ ନଥବ, ସିଏ କେବଳ ହାଣିବା ପାଇଁ ହାଣି ହାଣିକା ଯିବ। ସେ କେତେବେଳେ ତାର ନିଜର ଗୋଡ ପଡିକିରି ମାଟି ଦବି ଗଲାଣି, ତ କେତେବେଳେ ହାଣିଲା ବେଳେ ଗୋଟେ ଜାଗାରେ ହାଣିକିରି ଆଉ ଟିକେ ଡିଷ୍ଟାନ୍ସ ରେ ହାଣିଲେ, ତେଣୁ ତାକୁ କଷ୍ଟ ଅଧିକା ପଡିବ। ସିଏ ଭାବିବ ମୁଁ ଶୀଘ୍ର ସାରିବି ବୋଲି। ଏଇଟା ଗୋଟେ ବଢିଆ କଥାଟେ, ମଜା କଥାଟେ। କଣ? ଶୀଘ୍ର ସାରିବ ବୋଲି ଭାବିକିରି ସିଏ କହିବ ମୁଁ ପୁଳାଏ ପୁଳାଏ ଚେକା ଚେକା କରି କାଟିଦେବି, ତାହେଲେ ଶୀଘ୍ର ସରିଯିବ। ବର୍ତ୍ତମାନ ଏଠି ଗୋଟେ ଖୋଜ ପକେଇଲା, ଆଉ ଥରେ ପକେଇଲା, ଗୋଟେ ଡିଷ୍ଟାନ୍ସ କରି ପକେଇଲା, ଏତେ ଖଣ୍ଡେ ମାରିବ। ତାକୁ କଣ ହବ ନା, ମାଟିଟା ତ ଟାଣ ଅଛି, ତେଣୁ ଯେତେବେଳେ ଆଉ ଗୋଟେ ଦୂରରେ ପକେଇବ,
ସେତେବେଳେ ତାକୁ ଅଧିକ ବଳ ଖର୍ଚ୍ଚ କରିବାକୁ ପଡିବ, ଅଧିକ ପରିଶ୍ରମ କରିବାକୁ ପଡିବ ସେ ଟୋଟାଲ ଚେକାଟାକୁ ଉଠେଇବା ପାଇଁ। କିନ୍ତୁ ଆଉ ଜଣେ କଣ କରିବ, ସିଏ କଣ କଲା, ଏଇଠି ଖୋଜ ପକେଇଲା ନା, ତା ପାଖରେ ଯେହେତୁ ଖୋଜଟା ଗୋଟେ ଜୋରରେ ପକେଇ ଦେଇଛି, ତା ପାଖଟାକୁ ଅଳ୍ପରେ ଏମିତି ମାରିଦେଲେ ଅଳ୍ପ ପରିଶ୍ରମରେ ସେଇ ପାଖଟା ମାନେ କଣ ଖୋଳି ହେଇଯିବ। ଅଳ୍ପ 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 ପଟାପଟ ପଟାପଟ ଫଟାଫଟ ଫଟାଫଟ ମାରି ମାରି ପଳେଇବ। ତମେ ପରିଶ୍ରମ କରିକିରି ଦୂରେଇକିରି ବଡ ଚେକାଟିଏ କାଟିବ, ତମକୁ ଅଧିକ ପରିଶ୍ରମ ଲାଗିବ, ବଳ ଖର୍ଚ୍ଚ ହବ। ତେଣୁ ବଳ ଖର୍ଚ୍ଚ ହେଲା ମାନେ ସମୟ ଲାଗିବ। ସିଏ ଭାବେ ମୁଁ ଅଧିକ ଏତିକି କରିଦେବି, ସେ ଟାଇମ କାଲକୁଲେସନ ତାର ନଥାଏ। ବର୍ତ୍ତମାନ ଅଧିକ ବଳ ଖର୍ଚ୍ଚ କରିକିରି ଧରାଯାଉ ତମକୁ 3 ମିନିଟ ଲାଗିଲା ଆଉ ଗୋଟାଏ, ଧରାଯାଉ ଆମେ କହିବା ଚାଖଣ୍ଡେ ଚଉଡାର ଆମେ ମାଟିଟାକୁ ହାଣିଲେ। ଓକେ। କିନ୍ତୁ ପ୍ରଥମ ହାଣ ସରିଲା ପରେ ଜଣେ ଯଦି ତା ପାଖକୁ ହାଣିବ, ସେଇ ଚାଖଣ୍ଡେ ହାଣିବା ପାଇଁ ତାକୁ 1 ମିନିଟ ଲାଗିପାରେ, କାହିଁକି ନା ମାଟି ଗୁଡାକ ଶୀଘ୍ର ଶୀଘ୍ର ଖସିଯିବ ନା। ତେଣୁ ଇଏ ହଉଛି ଯେତେବେଳେ ଏକାଗ୍ର ହବାର ଆମର ସାମର୍ଥ୍ୟ ବଢିଯାଏ, ସେତେବେଳେ ତେଣୁ ଯୋଉଟା ଘଣ୍ଟାଏ ଲାଗିଥାନ୍ତା 10 ମିନିଟରେ ସରିଯାଏ। ସେଥିପାଇଁ ମା କହୁଛନ୍ତି ଯଦି ଆମେ ମନେ ରଖିବା, ଯଦି ତୁମେ ସମୟ ବଞ୍ଚାଇବାକୁ ଚାହଁ, ତେବେ କାମ କଲା ବେଳେ ଏକାଗ୍ର ହୋଇ କାମଟିକୁ କରିବାକୁ ଶିକ୍ଷା କର। ଆମେ ଏପଟକୁ ଅନେଇ ସେପଟକୁ ଅନେଇ ଯଦି ଆମେ କାମ କରିବା, ସେତେବେଳେ ଆମେ ଭୁଲି ଯିବାନି। କେବଳ ମନୋଯୋଗ ଦେଇ କାମ କଲେ ତୁମେ କାମଟି ଖୁବ ଶୀଘ୍ର ସମାପନ କରିପାରିବ ଏବଂ ତା ସଙ୍ଗେ ସଙ୍ଗେ କାମଟିକୁ ଅଧିକ ଭଲ ଭାବେ ମଧ୍ୟ ସମ୍ପନ୍ନ କରିପାରିବ। ଖୁବ ଶୀଘ୍ର ସମାପନ ହେବ ଏବଂ ଅଧିକ ହବ। ଆମେ ଯେତେବେଳେ ଆପଣ ଚିନ୍ତା କରନ୍ତୁ, ପିଲାଟିଏ ଘରେ ଯେତେବେଳେ ପାଠ ପଢିବାକୁ ବସୁଛି ବା ଆମେ ଯେତେବେଳେ କାମ କରିବାକୁ ବସିଛନ୍ତି, ବର୍ତ୍ତମାନ ଆଗରେ ଟିଭିଟା ଲାଗିଛି, ନ୍ୟୁଜ ପେପରଟା ଧରିଛି, ଏପଟରେ ଅଫିସ କାମଟା ମୁଁ ଧରିଛି। ଆପଣ ଯଦି ଅଫିସ କାମ କରୁଥିବେ, ସେ ସମୟରେ ନ୍ୟୁଜଟା ଚାଲୁଛି, ଆପଣ ନ୍ୟୁଜଟା ଟିକେ ଦେଖୁଥିଲେ, ଏପଟେ ଅଫିସ କାମଟାକୁ ଧରିଛନ୍ତି। କଣ ହବ? ନ୍ୟୁଜରେ ବର୍ତ୍ତମାନ ଗୋଟେ କଥା କହିଲା, ଏଇ କଣ କହିଲା ରେ, ସେଠୁ ସିଆଡେ ଟିକେ ମନ ଦବ, କାହିଁକି ଆରେ ସେ କଣଟା କହିଦେଲା ମୁଁ ଶୁଣି ପାରିଲିନି, କାମ କରୁଥିଲି ଭୁଲି, ମାନେ ଆଉ କ୍ଲିୟର ଟା ଜଣା ପଡିଲାନି। ତେଣୁ ସେ କଣ କହୁଛି ଆଉ ଥରେ ତାକୁ ଟିକେ ନଜର କରିକି ଅନେଇଥବ ଆଉ। ବର୍ତ୍ତମାନ କାମ ରହିଗଲା, ବର୍ତ୍ତମାନ ନ୍ୟୁଜ ଦେଖିଲ, ଚାଲିଲା। ଓକେ, ନ୍ୟୁଜ ଉପରେ ଚାଲିଲା। କିନ୍ତୁ ଯେହେତୁ ଗଡି ଯାଇଛି, ସେ କହିଦେଇଛି, ତେଣୁ ମତେ ଆଉ ଟିକେ ଅଧିକା ଶୁଣିବାକୁ ପଡିବ। କାହିଁକିନା ଆଡଭର୍ଟାଇଜମେଣ୍ଟ ପରେ ବି ଆମେ ପ୍ରାୟତଃ ନ୍ୟୁଜରେ ବାରମ୍ବାର ରିପିଟ କରେ। ତେଣୁ କହିବେ ନା ନାଇଁ ଆଡଭର୍ଟାଇଜମେଣ୍ଟ ପରେ ସେ ଆରମ୍ଭରୁ କହିବ, ତେଣୁ ରୁହ ରୁହ, ତେଣୁ ସେ ଆଡଭର୍ଟାଇଜମେଣ୍ଟ ବି ଆପଣ ଦେଖିବେ। କାହିଁକି ନା ଆଡଭର୍ଟାଇଜମେଣ୍ଟ ପରେ ପରେ ସାଙ୍ଗେ ସାଙ୍ଗେ ସେ କହିଥିଲା, ସାଙ୍ଗେ ସାଙ୍ଗେ ସେ କହିଦବ। ଆପଣ ଯଦି ନ ଶୁଣୁଛନ୍ତି ତାହେଲେ ମିସ୍ କରିଯିବେ। ବର୍ତ୍ତମାନ ଅଫିସ କାମ କଣ ହେଲା, ସେଇଠି ରହିଲା। ସେଇ ଯୋଉ ଆପଣ ବର୍ତ୍ତମାନ ତାକୁ ଶୁଣିଲେ, ଆଡଭର୍ଟାଇଜମେଣ୍ଟ ଶୁଣିଲେ, ତାପରେ ପୁଣି ଆଉ ଥରେ କହିଲା ଶୁଣିଲେ, ଓହୋ ଏଇ କଥା କହୁଥିଲା, ହଉ ହଉ, ପୁଣି ସେଠୁ କାମ ଆରମ୍ଭ କଲେ। ବର୍ତ୍ତମାନ ଚିନ୍ତା କରନ୍ତୁ, ସେତିକି ସମୟ ଆପଣଙ୍କର କୁଆଡେ ଗଲା? ଏଇ ଯୋଉ ଅନ୍ୟମନସ୍କତା। ଆପଣ ଆକୁ ଅନ୍ୟମନସ୍କତା ନ କହିପାରନ୍ତି, ଆପଣ କହିବେ ନ୍ୟୁଜଟା ବି ମୋର ଦରକାର ଥିଲା, କିନ୍ତୁ ଆପଣଙ୍କ ଏଇ କାମଟା ଶୀଘ୍ର ହେଲା କି? ଏମିତି ବି ସମ୍ଭବ ହେଇପାରେ। ବେଳେ ବେଳେ ଆପଣ ବର୍ତ୍ତମାନ ସେଟା ଦେଖିକି ଏଟା ଗୋଟେ କଣ ମାରିବା କଥା, ଆଉ ଗୋଟା କଣ ମାରିଦିଅନ୍ତି, ଭୁଲ ବି ହେଇଯାଏ। ଯଦି ଆପଣ ସବୁ ବନ୍ଦ ବାନ୍ଦ କରି କେବଳ ତାରି ଉପରେ କନସେନଟ୍ରେଟ କରି କାମ କରିବେ, ତେଣୁ ମନୋଯୋଗ ଯଦି ତାରି ଉପରେ ରହିଲା, ତେଣୁ ନିଶ୍ଚୟ ସେଟା ତା ପାଇଁ ବାଟ ଦେଖାଯିବ ଏବଂ ଖୁବ ଶୀଘ୍ର ସରିବ। ଏବଂ ଆଉ ଟିକେ ଭଲ ଭାବରେ ଯଦି ଆମେ କହିବା, ତାକୁ ଅଧିକ ଭଲ ଭାବେ ଆମେ ସମ୍ପନ୍ନ କରିବାକୁ ଚାହିଁବା, ତାହେଲେ ଅଧିକ ମନୋଯୋଗ ଦବା, ତାହେଲେ ଅଧିକ ଭଲ ଭାବେ ଧର ତୁମକୁ କିଛି ଗୋଟାଏ ଲେଖିବା ପାଇଁ ଦିଆଯାଇଛି ଏବଂ ଏହା ଅଧଘଣ୍ଟାଏ ସମୟ ନେବା କଥା। ମା କହୁଛି ଅବଶ୍ୟ ମୁଁ କହୁନି ଯେ ତୁମକୁ ଅଧଘଣ୍ଟା ଧରି ଲେଖିବାକୁ ପଡିବ ବୋଲି, କିନ୍ତୁ ସେତେବେଳେ ଯଦି ତୁମର ମୁଣ୍ଡ ଚିନ୍ତା କରିବାକୁ ଲାଗିଲା, ତୁମର ମନ ଏଣେ ତେଣେ ଧାଇଁଲା, ତୁମେ ଯଦି ଉପସ୍ଥିତ ବିଷୟଟି ଉପରେ ଚିନ୍ତା କରିବା ସଙ୍ଗେ ସଙ୍ଗେ ତୁମେ ଆଗରୁ କଣ ସବୁ କରିଥିଲେ, ପରେ କଣ ସବୁ କରିବ, ଇଏ ସବୁ ଉପରେ ତମେ ଚିନ୍ତା କରିବ। ମାନେ ଗୋଟେ କାମ କରିବାକୁ ଯାଉଛ, ନା ଏଇଟା ଏଇଟା ଯଦି ଆଗରୁ କରିଥାନ୍ତି ବଢିଆ ହେଇଥାନ୍ତା, ମିସ୍ କଲି ଆଉ।
ତାହେଲେ ଠିକ ଅଛି ବୁଝିଲ। ସେଇଦିନ ଇଏ ଲୋକ ଥିଲେ, ଏମିତି କରିଥିଲି। ଆଉ ଗୋଟେ ଜାଗାରେ ଇଏ ହେଇଥିଲା, ତାକୁ ଯାଉଛି ଏମିତି କରିବି। ଏଇଭଳିଆ ଏଣୁ ତେଣୁ କଥା ଯଦି ଚିନ୍ତା କଲେ, ଆପଣ କଣ କଲେ ନା ଇଆଡେ ସିଆଡେ ମୁଣ୍ଡ ଚିନ୍ତା ହେବାକୁ ଲାଗିଲା। ନା ଏଇଟା କରିବା ଯେ ତାପରେ କଣ କରିବି। ନାଇଁ 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 ନାଇଁ। ହଉ ହଉ ହଉ। ତାହେଲେ କଣ ହବ? ତମର ଇଆଡେ ସିଆଡେ ଯୋଉ ଚିନ୍ତା ହେଇଗଲା, ତମକୁ ସେଇଟା ଅଧିକ ସମୟ ଲାଗିଯିବ। ତମେ ଆଟ୍ ଦ୍ୟାଟ୍ ମୋମେଣ୍ଟ, ଯୋଉ ମୋମେଣ୍ଟରେ କାମଟାକୁ ଧରିଛ, ବର୍ତ୍ତମାନର ସ୍ଥିତି କଣ ତମେ ଦେଖିଲ ନା ନାଇଁ? ବର୍ତ୍ତମାନ ସ୍ଥିତି ହଉଛି ଓକେ, ଆଇ ୱିଲ୍ ଡୁ ଆଟ୍ ଦିସ୍ ସର୍କମଷ୍ଟାନ୍ସେସ୍ ଆଟ୍ ଦିସ୍ ପଏଣ୍ଟ। ଏଇ ପଏଣ୍ଟରୁ ମୁଁ ଏତିକି କରିବାକୁ ଆରମ୍ଭ କରିବି। ଆଉ ପୂର୍ବ ପର ଆଉ ବସିକିରି ଭାବି ଚିନ୍ତିଲେ ଆପଣଙ୍କର ମନ ଏଣେ ତେଣେ ଯିବ। ଆଜି ଗୋଟେ ଘଟଣା ଘଟିଲା। ଆଜି ଗୋଟେ କଣ ହେଲା? ଏଇ ଆପଣ ଯାହା କହିଲେ ସେ ଲାଗିଲା ଆଉ। କଣ ହେଇଛି? ଗୋଟେ ପିଲାଟେ ଅଲରେଡି ନବମ ଅ, ପଢି ସାରିଥିଲା, ଏଇଥର ଦଶମ ହବା କଥା। ସିଏ ଆସିଛନ୍ତି ତାର ଟିସି ନବା ପାଇଁ। ଓକେ, ଟିସି ନବା ପାଇଁ ଯେତେବେଳେ ଆସିଛନ୍ତି, ସେ ଏଠୁ ନେବେ ଆଉ ଗୋଟେ ଜାଗାରେ, ସେ କହୁଛନ୍ତି ସେଇଠି ସେ ନବମରେ ଆଉଥରେ କରିବେ। କିନ୍ତୁ ବୋର୍ଡକୁ ନାଁ ଯାଇଛି, ତେଣୁ କଣ ହବ କଣ ନାହିଁ ଏ ସବୁ ଗୁଡାକ ପାରାଫୁନିଆ ରହିଛି। ସେ ସେଗୁଡା କିଛି ଜାଣିନାହାନ୍ତି। ତାଙ୍କ ସହିତ ଯେତେବେଳେ ଆମେ କଥାବାର୍ତ୍ତା ଆରମ୍ଭ କରୁଛେ, ସେ କହୁଛନ୍ତି ଆମକୁ ତ କହିଥିଲେ ଆଜ୍ଞା ଆଉ ଏମିତିଆ ଦେବେ, ତେଣୁ ଆମେ ସେଠି କହିଥିଲୁ, ସେ କହିଥିଲେ କରିଦେବେ ବୋଲି। ମୁଁ କହିଲି ଦେଖନ୍ତୁ, ସେ ସେଇ କଥାଟା ଆଉ ଟିକେ ଲମ୍ବେଇଥାନ୍ତେ। ମାନେ କହିବାକୁ ଆରମ୍ଭ କରୁଥିଲେ, କଣ କହିଥିଲେ, କିଏ କହିଥିଲେ, କାହିଁ କହିଥିଲେ, ସେ କହିଥାନ୍ତେ। ମୁଁ କହିଲି ଦେଖନ୍ତୁ, ବର୍ତ୍ତମାନ ତମେ ଯୋଉ ଗୁଡାକ କହିବ, ସେଗୁଡାକ ମୁଁ କହୁନି ଯେ ସେଇଟା ମିଛ, କିମ୍ବା ମୋ ଅନୁଷ୍ଠାନର ଯେହେତୁ କଥା, ମୁଁ ତାକୁ ଲୁଚେଇବାକୁ ଚାହୁଁନି। କଥା ସେୟା ନୁହଁ। କଥା ହଉଛି ବର୍ତ୍ତମାନ ସେଗୁଡାକ ଶୁଣିଲେ ଆମେ ଏବେ ଯାହା କରିବା ତା ଉପରେ କିଛି ଫରକ ପଡିବ ନାହିଁ। ମୁଁ କହିଲି ହୁଏ ତ ଆମ ତରଫରୁ ତମକୁ ଯିଏ ବି କହିଛନ୍ତି, ଯାହା ବି କହିଛନ୍ତି, ହୁଏତ ତାହା ଠିକ ହେଇଥାଇପାରେ, ହୁଏତ ତାହା ଭୁଲ ହେଇଥାଇପାରେ। ହୁଏତ ସେ ଦୋଷୀ ହେଇଥାଇ ପାରନ୍ତି, ହୁଏତ ସେ ନିର୍ଦ୍ଦୋଷ ହେଇଥାଇ ପାରନ୍ତି। କିନ୍ତୁ ବର୍ତ୍ତମାନ ଆପଣ ଯଦି ସେଇ କଥା ଗୁଡାକ ମତେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିବେ, ସମୟଟି କେବଳ ନଷ୍ଟ ହବ, ଆଉ କିଛି କାମ ହବ ନାହିଁ। ମୁଁ ଯାହା ଆପଣଙ୍କୁ କହୁଛି, କାମ କଣ କରିବାକୁ ପଡିବ ତାରି ଉପରେ ବର୍ତ୍ତମାନ ଆମେ ଗୁରୁତ୍ୱ ଦବା। ଏବେ ଚିନ୍ତା କରନ୍ତୁ, ମୁଁ ଯଦି ସେଇଠି ତାଙ୍କ କଥା ସବୁ ଶୁଣିଥାନ୍ତି, ଠିକ ଅଛି ମୁଁ କହୁନି। ଦେଖନ୍ତୁ, ଅନ୍ୟ କେସରେ ବେଳେ ବେଳେ ସବୁ କଥା ଶୁଣିବାକୁ ପଡେ, କିନ୍ତୁ ପର୍ଟିକୁଲାରଲି ଦିସ୍ କେସରେ ସିଏ ଯୋଉ କହିଥାନ୍ତେ ମତେ ଏକ୍ସ ପାଖକୁ ଯାଇଥିଲି, ଏକ୍ସ ମତେ ଏହା କହିଲେ, ତେଣୁ ମୁଁ ଏହା ଗଲି, ତେଣୁ ୱାଇ ପାଖକୁ ଗଲି, ୱାଇ କହିଲା ନାହିଁ, ହଁ ଠିକ ଅଛି ଏହା ହେଲେ ଏହା ହବ, ଜେଡ୍ ପାଖକୁ ଗଲି ଏବଂ ଆମ ଘର ଏହା ଇତ୍ୟାଦି ଇତ୍ୟାଦି କଥା ସେ ବର୍ଣ୍ଣନା କରିଥାନ୍ତା, ବର୍ତ୍ତମାନ ସେଇଟା ମତେ କଣ ହେଇଥାନ୍ତା ନା ମତେ 15-20 ମିନିଟ ସମୟ ନେଇଯାଇଥାନ୍ତା। ମନେକରା ଯୋଉ ମୋର ଇଣ୍ଟରେଷ୍ଟ ଥାନ୍ତା, ସେ ତା ବିରୁଦ୍ଧରେ କହୁଛି ତ, ତେଣୁ ତାକୁ ଶୁଣେ, କାହିଁକି ନା ପରେ ଯେତେବେଳେ ମତେ କହିବ ମୁଁ ତାକୁ କହିବି। ଯଦି ଏଇ ଇଣ୍ଟରେଷ୍ଟ ରହିଥାନ୍ତା, ତାହେଲେ ମୁଁ ତା କଥା ଶୁଣିଥାନ୍ତି। ମୋର ବର୍ତ୍ତମାନ କଣ ହେଇଥାନ୍ତା? ଲକ୍ଷ୍ୟ ଆଉ ଉଚ୍ଚା ରହିଲା ନାହିଁ, ମନୋଯୋଗ ବି ରହିଲା ନାହିଁ କାମ ଉପରେ, ଏକାଗ୍ରତା ବି ରହିଲାନି କାମ ଉପରେ। କାହା ଉପରେ ଏକାଗ୍ର ହେଇଗଲା? ଯେ କେମିତି ମତେ ସିଏ କାଳେ କହିବ, ତେଣୁ ମୁଁ ସବୁ କଥା ଶୁଣିବି, ପରେ ତାକୁ କହିବି ତୁ କାହିଁକି ଏମିତି କରିଥିଲୁ। ଆମର ଏଠି ମୋ ପାଖରେ ଟ୍ୟାକ୍ସ କଣ ଥିଲା? ଯେ ଗୋଟେ ପିଲାଟିଏ ଟିକେ ପାଠ ତାର ସେ କୌଣସି କାରଣରୁ ଲୁଜ କରିଛି, ପଢି ପାରିନାହିଁ, ତେଣୁ ସିଏ ଚାହୁଁଛି ଆଉ ଥରେ ନବମରେ ପଢି କେମିତି 2 ବର୍ଷଟିଏ ପାଇବ, ସିଏ ଦଶମଟିଏ ପାଠଟିଏ ପଢିବ। ନବମ ଦଶମ 2 ବର୍ଷଟି ଭଲରେ ପଢିବ, ଏତିକି ହଉଛି ଉଦ୍ଦେଶ୍ୟ। ତେଣୁ ତାରି ଉପରେ ଆମେ ଏକାଗ୍ର ହବା। ତାରି ଉପରେ ଏକାଗ୍ର ହେଲେ କଣ କରିବାକୁ ପଡିବ ସେଇଟା ଚିନ୍ତା କରିବା। ନଟ୍ ଦ୍ୟାଟ୍ ନଟ୍ ଦ୍ୟାଟ୍ କଣ ହେଇଯାଇଛି ତା ଉପରେ ଆଉ ଚିନ୍ତା କରିବା। ତେଣୁ ଏଇଠି ଏଣୁ ତେଣୁ ଚିନ୍ତା ଯଦି କରିବେ, ଆପଣ ମନୋଯୋଗ ଯଦି ନ ଦେବେ, ତାହେଲେ ଆପଣଙ୍କର ଯୋଉ କାମଟା ଅଧଘଣ୍ଟାଏ ଲାଗିଥାନ୍ତା ତାର ଅନେକ ଗୁଣା ସମୟ ନବ। କିଛି ନାହିଁ, ମୁଁ ତାକୁ 2-3 ମିନିଟ ଭିତରେ କଥା ସାରିଦେଲି। ମୁଁ କହିଲି ଦେଖ, ବର୍ତ୍ତମାନ ଇନଫରମେସନ ହଉଛି ଏତିକି, ତମେ ଗୋଟେ କାମ କର, ଏଇ ଲୋକ ସହିତ କଥା ହବ, ଏତିକି ତଥ୍ୟ କହିବ। ଅଧିକା ତଥ୍ୟ କହିକି ତାଙ୍କ ସମୟ ବି ନଷ୍ଟ କରିବା ଦରକାର ନାହିଁ। କହିବ କଣ୍ଡିସନ ହଉଛି ଏଇଆ, ଆମେ ଚାହୁଁଛୁ ଏଇଆ, ବର୍ତ୍ତମାନ କଣ କରିବା, ତିନିଟା କଥା ତମେ କହିବ।
ତାପରେ ସେ ତମକୁ ବାଟ ଦେଖେଇବେ। ଯାହା ବାଟ ଦେଖେଇବେ, ତମେ ଯଦି ନ ବୁଝିପାରିବ ତେବେ ମତେ ପଚାରିବ, ମୁଁ ବୁଝେଇଦେବି। କିନ୍ତୁ ଆମେ ସମୟକୁ ବ୍ୟବହାର କରିବା କୋଉ ଭଳି ଭାବରେ। ତେଣୁ ଏଠି ଡିପେଣ୍ଡ କରୁଛି ତୁମର ଲକ୍ଷ୍ୟ କେତେ ଉଚ୍ଚ, ତୁମେ କେତେ ମନୋଯୋଗ ଦଉଛ, କେତେ ଏକାଗ୍ର ହଉଛ ତମ ଲକ୍ଷ୍ୟ ଅନୁସାରେ କାମ ଉପରେ। ମା ସେ କହୁଛନ୍ତି, ଯେତେବେଳେ ତୁମକୁ ବହୁତ ବହୁତ କାର୍ଯ୍ୟ କରିବାକୁ ପଡେ, ଯେତେବେଳେ ତୁମକୁ ବହୁତ ବହୁତ କାର୍ଯ୍ୟ କରିବାକୁ ପଡେ, ସେତେବେଳେ ତୁମେ ଯାହା ସବୁ କରୁଛ ତା ଉପରେ ବହୁତ ବହୁତ ଏକାଗ୍ର ହୋଇ କାମ କରିବାକୁ ପଡିବ। ତୁମର ଉପସ୍ଥିତ କର୍ମଟି ଉପରେ ଗଭୀର ଏକାଗ୍ରତା ମନୋନିବେଶ ସହିତ କରିବାକୁ ହେବ। ତାହେଲେ ଯାଇ ତୁମେ ଗୋଟିଏ କାମକୁ 10 ମିନିଟରେ କରିଦେବ, ଯାହା ତୁମକୁ ଘଣ୍ଟାଏ ଲାଗନ୍ତା। ଏଠି ଆହୁରି ପ୍ରାଞ୍ଜଳ ଭାବରେ ଅତି ଗଭୀର ଭାବରେ କହୁଛନ୍ତି। ବେଳେ ବେଳେ ମଲ୍ଟିପୁଲ ଜବ ରହିଯାଇଛି। ଓକେ, ଦେଖିବେ ଗୋଟେ ଗୋଟେ ଲୋକ ସେଇ ମାନେ ଦିନମାନ ଭିତରେ ସେତିକି କାମ କରିଥିବେ, କିନ୍ତୁ ଆଉ ଗୋଟେ ଗୋଟେ ଲୋକ ବହୁତ କାମ ତା ଭିତରେ ହେଇଯାଏ, ସେ ଜଣା ବି ପଡେନି। କାହିଁକି ନା ତମେ ଯେତେ ଏକାଗ୍ର ଅଧିକରୁ ଅଧିକ ହବ, ତମକୁ ଦେଖାଯିବ କୋଉ ଷ୍ଟେପ ପରେ କୋଉ ଷ୍ଟେପ କଲେ କାମଟା ସହଜ ହବ, ଶୀଘ୍ର ହବ। ତେଣୁ ଇଏ ହଉଛି ଏକାଗ୍ରତାର ତୁମ ପାଇଁ ଗୋଟେ ବଡ ଫାଇଦା। କିନ୍ତୁ ଆଉ ଗୋଟେ କଥା ସବୁବେଳେ ମନେ ରଖିବା, ଲକ୍ଷ୍ୟ ରହିବା ଦରକାର ଉଚ୍ଚ। ଲକ୍ଷ୍ୟ ଯଦି ଉଚ୍ଚ ହବ, ଏକାଗ୍ର ସାମର୍ଥ୍ୟ ମଧ୍ୟ ଅଧିକ ରହିବ। ତେଣୁ ଯଦି ବହୁତ ବହୁତ କାର୍ଯ୍ୟ କରିବାକୁ ପଡୁଛି, ତାହେଲେ ତୁମକୁ ବହୁତ ବହୁତ ଏକାଗ୍ର ହେବାକୁ ପଡିବ। ତେଣୁ ମା କହୁଛନ୍ତି, ତୁମର ଉପସ୍ଥିତ କର୍ମଟି ଉପରେ ଯେତେ ଗଭୀର ଏକାଗ୍ରତା ମନୋନିବେଶ କରିବ, ତାହେଲେ ଯାଇ ତମେ ଗୋଟିଏ କାମକୁ 10 ମିନିଟରେ କରିଦେବ, ଯାହା ତୁମକୁ ଘଣ୍ଟାଏ ଲାଗିଥାନ୍ତା। ଏ ରୋଷେଇ କଥା ଆପଣ ଚିନ୍ତା କରନ୍ତୁ। ଆପଣ ଯେତେବେଳେ ରୋଷେଇ କରୁଛନ୍ତି, ଯଦି ଏକାଗ୍ର ହେବେ, ଆପଣ ଦେଖିବେ ଯେ ଜାଳଟା କେତେ ଦେଲେ ମୋର ହାଣ୍ଡିଟା ଲାଗିବ ନାହିଁ, କେତେ ସମୟରେ ଏଇ ଚାଉଳଟା ହେଇଯାଉଛି, ସେଇ ଅନୁସାରେ ଆପଣ ଏପଟରେ ପରିବା କାଟିଥିବେ। ଏବଂ କୋଉ ପରିବାର କଣ କେତେ ସମୟ ଲାଗୁଛି ସିଝିବା ପାଇଁ, କୋଉ ପରିବାଟା କେତେବେଳେ ପଡିବ, ଇଏ ସବୁ ଜିନିଷ ଉପରେ ଆପଣଙ୍କର ଡିପେଣ୍ଡ କରୁଛି ଯେ କାମଟା କେତେ ଶୀଘ୍ର ସରିବ। ସେଇଥିପାଇଁ ତ ବେଳେ ବେଳେ କୁହାଯାଏନି, ଯଦି ଆପଣ ଚାହୁଁଛନ୍ତି ନା ଆଗରୁ ଚାଉଳ ଭିଜେଇ ଦିଅନ୍ତୁ, ଏସା କରନ୍ତୁ ତେସା କରନ୍ତୁ, ଏସବୁ ଜିନିଷ ଯୋଉ କଥାରେ କହୁଛନ୍ତି, କାହିଁକି କହୁଛନ୍ତି? ଏଇଟା କଣ କହିବା ଦରକାର ମତେ? ମୁଁ ଯଦି ଏକାଗ୍ର ହେଇଯିବି, ତାହେଲେ ମତେ କହିବା ଦରକାର ନାହିଁ ତମେ ଆଗରୁ ଚାଉଳ ଟିକେ ଭିଜେଇ ଦିଅ, ଆଗରୁ ଡାଲିଟା ଭିଜେଇ ଦିଅ, ତାହେଲେ ଶୀଘ୍ର ହେଇଯିବ। ଏଇ ଦେଖ ଏଇଟା ଏତିକି ସମୟ ଭିତରେ ସରିବ। ଏଇଟା କଣ ତମକୁ କିଏ କହିବା ଦରକାର? ତମେ ଯେତେ ଏକାଗ୍ର ହବ, ବେଳେ ବେଳେ ଆଉ ଗୋଟେ କଥା ବଢିଆ ଭାବରେ ଆପଣ ଦେଖିବେ, ଆପଣ ଯେତେବେଳେ ମାଙ୍କୁ ଆହ୍ୱାନ କରି ଏକାଗ୍ର ଚିତ୍ତରେ ମନୋଯୋଗ ସହିତ ୱିଥ ଲଭ ଯେତେବେଳେ ଆପଣ କାମଟି କରିବେ, ଆପଣଙ୍କୁ କାମ କହିଦବ। ଯେମିତି ଭାତ ହାଣ୍ଡି କହିବ, ମୁଁ ହେଇଗଲିଣି, ତୁ ଆଉ ବ୍ୟସ୍ତ ହନା, ଏବେ ଖୋଲ ଢାଙ୍କୁଣା ଖୋଲେ, ମୁଁ ଉତୁରିବାକୁ ଯାଉଛି, ଢାଙ୍କୁଣା ଖୋଲିଦେ। ତମକୁ ଡାକିବ, ତମେ ଯଦି ଆଉ କୋଉଠି ଥିବ, ତମକୁ ସେ ଡାକିବ, ଆ ଆ ମତେ ଟିକେ ଖୋଲିଦେ, ନହେଲେ ମୁଁ ଉତୁରି ଯିବି, ଚୁଲିରେ ପଶିଯିବ। ଚୁଲିରେ ପଶିଗଲେ ଚୁଲି ଲିଭିଯିବ। ଆପଣ ଯିବେ, କାଢିଦେବେ। କିଛି ସମୟ ପରେ ସିଏ ଆପଣଙ୍କୁ କହିବ, ମୁଁ ହେଇଗଲିଣି, ମତେ ଆସିନିଅ। ତମେ ଘଣ୍ଟା ଦେଖିନ, ତମେ କିଛି କରିନ, ତମକୁ ସେ ଡାକିବ। ଇଏ ବି ଆଉ ଗୋଟେ ବଣ୍ଡିଙ୍ଗ। ଆମେ ତେଣୁ ମାଙ୍କୁ ଆହ୍ୱାନ କରିବା, ମାଙ୍କୁ ପ୍ରାର୍ଥନା କରିବା, ମା ମୋ ସହିତ ରୁହନ୍ତୁ ଏବଂ ମୋର ଏକାଗ୍ର ସାମର୍ଥ୍ୟ ବୃଦ୍ଧି ହଉ, ମୋର ମନୋନିବେଶ ମୁଁ ଯେତେ ଅଧିକ କରିପାରେ କାମ ଭିତରେ ମାଙ୍କୁ ପରିପ୍ରକାଶ କରିବା ପାଇଁ, ଏକାଗ୍ର ଚିତ୍ତରେ ମନୋନିବେଶ ସହିତ ମୁଁ ତାକୁ କରିପାରେ, ଏଇଟା ପ୍ରାର୍ଥନା କରିବା। ତାର ପରିଣାମ ହବ କଣ? ମୁଁ ଏଇ ଜନ୍ମରେ ଯେତିକି ବର୍ଷ ବଞ୍ଚିବି, ଯେତିକି ସମୟ କାମ କରିବି, ଯଦି ଘଣ୍ଟାଟାରେ ମୁଁ ଗୋଟେ କାମ କରିଥାନ୍ତି, ଯଦି 10 ମିନିଟରେ ସରିଗଲା, ତାହେଲେ ଗୋଟେ ଘଣ୍ଟାରେ ମୁଁ 6ଟା କାମ କରିଦେବି। କାହିଁକିନା 10 ମିନିଟରେ ଗୋଟେ କାମ, ଗୋଟେ ଗଣିତ ହିସାବ କହିଦଉଛି ମୁଁ, 6 ଘଣ୍ଟାକରେ 6ଟା କାମ ହେଇଯିବ। ତାହେଲେ ଏଇ ଜନ୍ମରେ ମତେ ଯୋଉ କାମ ଦିଆ ହେଇଛି, ମୁଁ ବହୁତ ଶୀଘ୍ର ସାରିଦେବି। ବହୁତ ଶୀଘ୍ର ସରିଗଲେ ଏ, ତେଣୁ ଆହୁରି ବହୁତ ସମୟ ରହିଯିବ। ତାହେଲେ ମୁଁ ଆର ଜନ୍ମର, ତାପର ଜନ୍ମର, ଆଉ 5-6ଟା ଜନ୍ମର କାମ ଏବେ କରିଦେବି। ତାହେଲେ ଗୋଟିଏ ଜନ୍ମରେ ଅନେକ ଜନ୍ମର ମୋ କାମ ହେଇଯିବ। ବହୁତ ଅଗ୍ରଗତି ମୁଁ ଏଇ ଜନ୍ମରେ କରିଦେଇ ପାରିବି। ଆର ଜନ୍ମରେ ଆସିକି ଯେତିକି ସମୟ ନଷ୍ଟ କରିଥାନ୍ତି, ଆଉ ସେ ସମୟ ନଷ୍ଟ କରିବାକୁ ପଡିବ ନାହିଁ। 5ଟା ଜନ୍ମ ସହ ଆସିଥିଲେ, କେତେ କେତେ ସମୟ ନଷ୍ଟ ହେଇଥାନ୍ତା। ଏ ଜନ୍ମରେ ଯଦି ମୁଁ 5ଟା ଜନ୍ମର କାମ କରିଦେଲି, 6ଟା ଜନ୍ମର କାମ କରିଦେଲି, ତାହେଲେ
ମୋର ଅଗ୍ରଗତି ଅଧିକ ତୀବ୍ର ହବ। ସେଥିପାଇଁ ଆମେ ମନେ ରଖିବା, ମା ଭଗବାନ କହୁଛନ୍ତି, ମା କହୁଛନ୍ତି, ଶ୍ରୀଅନ୍ଦ କହୁଛନ୍ତି, ଅନ୍ୟ ଯେକୌଣସି ଧର୍ମ ବୋଲି ଯାଆନ୍ତୁ କୁହନ୍ତୁ, ଭଗବାନ ଆମକୁ ଯେତେବେଳେ ଛାଡ଼ିଛନ୍ତି, ଆମକୁ ସ୍ଵାଧୀନତା ଦେଇଛନ୍ତି, ତମେ ତାଙ୍କ କାର୍ଯ୍ୟରେ ସହଯୋଗ କରିବ କି ନ କରିବ, ତୁମେ ତୁମର ଅଗ୍ରଗତିକୁ କେତେ ତୀବ୍ର କରିବ, କେତେ ତ୍ୱରାନ୍ୱିତ କରିବ, ତାହା ତୁମ ଉପରେ ଡିପେଣ୍ଡ କରେ। ତେଣୁ ଆମେ ପ୍ରାର୍ଥନା କରିବା, ଏକାଗ୍ର ହବା ଶିଖିବା, ମନୋନିବେଶ କରିବା ଶିଖିବା, ମାଙ୍କୁ ପ୍ରାର୍ଥନା କରିବା। ମା ମାଙ୍କୁ ପ୍ରାର୍ଥନା କରିବା। Thank you all. Bye.